ପିଲାମାନେ ତମକୁ ଆଜି MIL ଓଡ଼ିଆରେ କେମିତି 90 ଉପରେ ରଖିବ ତାହା ବିଷୟରେ ମୁଁ ସମ୍ବନ୍ଧରେ କହିବି, ପୁରା ଟ୍ରିକ୍ସ କହିବି। ତେଣୁ ମନ ଦେଇକି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏ ଭିଡ଼ିଓଟିକୁ ଦେଖ। ଦେଖ ପିଲାମାନେ, ଏଇଠି ଆମେ ଦେଖିବା ତମର ଗଦ୍ୟରେ କ'ଣ କ'ଣ ବିଷୟ ଅଛି। ଗଦ୍ୟରେ ତମର ଇତିହାସ ଗୋଟେ ବିଷୟ ଅଛି। ପୁଷ୍ପପୁରରେ ବର୍ଷାବରଣ, ତୁମେ ଜାଣିଛ ଇତିହାସ ବିଶ୍ୱନାଥ କର। ପୁଷ୍ପପୁରରେ ବର୍ଷାବରଣ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଲେଖିଛନ୍ତି। ତିନି ତୁଣ୍ଡରେ ଲେଖିଛନ୍ତି ଭୁବନେଶ୍ୱର ବେହେରା। ସ୍ୱାଧୀନ ଦେଶରେ ଶିକ୍ଷା ଚିତା ଲେଖିଛନ୍ତି ଗୋଲକ ବିହାରୀ ଧଳ। এই ଯେଉଁ ଚାରୋଟି ତମର ଗଦ୍ୟ ଅଛି, ସେ ଗଦ୍ୟ ଭିତରୁ ଇଣ୍ଟରନାଲରେ ତମର ଇତିହାସ ଆସିବ। ଯେଉଁମାନେ ଏକ୍ସ ରେଗୁଲାର ପିଲା ସେମାନଙ୍କର ସବୁଗୁଡ଼ାକ ଆସିବ। 100 ମାର୍କର ପ୍ରଶ୍ନ ଆସିବ। ତେଣୁ ବୋର୍ଡ଼ ପରୀକ୍ଷାରେ ଯେହେତୁ ଇଣ୍ଟରନାଲ ଆଉ ମାନେ ଏକ୍ସଟର୍ନାଲ ଅର୍ଥାତ୍ ଇଣ୍ଟରନାଲ ଏବଂ ବୋର୍ଡ଼ ପରୀକ୍ଷା ଅଛି, ରେଗୁଲାର ପିଲାଙ୍କର ଇଣ୍ଟରନାଲ ଅଛି, ତାପରେ ବୋର୍ଡ଼ ପରୀକ୍ଷା ଅଛି। ତେଣୁ ଦୁଇଟା ଅଛି, ଯେହେତୁ ଇଣ୍ଟରନାଲରେ 20 ମାର୍କ ଅଛି ଏବଂ ବୋର୍ଡ଼ ପରୀକ୍ଷାରେ 80 ମାର୍କ ଅଛି। ତୁମକୁ ସବୁ ବତେଇଦେବି। 20 ମାର୍କର ଯେଉଁ ସେଇ ଭିତରେ ଇତିହାସ ବିଷୟଟି ଆସିବ ଏବଂ ପଦ୍ୟରେ ତମର ପଦ୍ୟରେ ଦେଖ ପିଲାମାନେ ପିଙ୍ଗଳାର ଅଭିସାର ଆସିବ। ପିଙ୍ଗଳାର ଅଭିସାର, এই ଯେଉଁ ପିଙ୍ଗଳାର ଅଭିସାର ଇଣ୍ଟରନାଲ ପରୀକ୍ଷାରେ ଆସିବ ରାଧାମୋହନ ଗଡ଼ନାୟକର। କିନ୍ତୁ ଆଉ ଯେଉଁ ଚାରୋଟି ଚାପ୍ଟର ଅଛି, ବଡ଼ପଣ, ରାଧାନାଥ ରାୟ, ତପସ୍ୱିନୀର ପତ୍ର, ଗଙ୍ଗାଧର ମେହେର, ମନ୍ଦିର ବୀର ବ୍ୟଥା ଗୋପବନ୍ଧୁ ଦାସ, ବାର୍ତ୍ତା ସଚ୍ଚିଦାନନ୍ଦ ରାଉତରାୟ, এই ଚାରିଟା ଯାକ ବିଷୟ ବୋର୍ଡ଼ ପରୀକ୍ଷାରେ ଆସିବ। ଠିକ୍ ଅଛି। ଆଉ ତୃତୀୟରେ ଏକକ ଗଳ୍ପ। ଗଳ୍ପରେ ତମର ସଭ୍ୟ ଜମିଦାର, ଫକୀର ମୋହନ ସେନାପତି, ପତାକା ଉତ୍ତୋଳନ ସୁରେନ୍ଦ୍ର ମହାନ୍ତି, ରୂପନାରାୟଣ ସାହା, ଅଖିଳ ମୋହନ ପଟ୍ଟନାୟକ, ଆକାଶ କଇଁଚ ମନୋଜ ଦାସ, ସବୁଗୁଡ଼ିକ ଅଛି। ଠିକ୍ ଅଛି। ସବୁଗୁଡ଼ିକ ତମର ଗଳ୍ପ ଆସିବ। ତେଣୁ ଚାରିଟା ଗଳ୍ପ, ଚାରିଟା କବିତା ଏବଂ ଚାରିଟା ଗଦ୍ୟ ଆସିବ, ମାନେ ତିନୋଟି ଗଦ୍ୟ ଆସିବ ଏବଂ ଗୋଟିଏ ଇତିହାସ ଏବଂ ପିଙ୍ଗଳାର ଅଭିସାର, ଏଇଟା ଇଣ୍ଟରନାଲରେ ଆସିବ। କିନ୍ତୁ ତମର ଯେଉଁମାନେ ଏକ୍ସ ରେଗୁଲାର ଅଛନ୍ତି ସେମାନଙ୍କର ସବୁ ଆସିବ। 100 ମାର୍କର ପ୍ରଶ୍ନ ଆସିବ ବୋର୍ଡ଼ ପରୀକ୍ଷାରେ, ତାଙ୍କର ଇଣ୍ଟରନାଲ ନାହିଁ। ତେଣୁ ଆଉ ଗୋଟେ କଥା କହିଦିଏ, ତମର ଏଥର ଭ୍ୟାଲୁ ଏଜୁକେସନ୍ ଆଡ଼୍ ହେଇଛି। ଭ୍ୟାଲୁ ଏଜୁକେସନ୍ ପିଲାମାନେ, ସେ ଯେଉଁ ଭ୍ୟାଲୁ ଏଜୁକେସନ୍ ମାନେ କ'ଣ ନା, ଯେଉଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା। ମୂଲ୍ୟବୋଧ ଭିତ୍ତିକ ଶିକ୍ଷାରେ ପିଲାମାନେ ତିନୋଟି ପଦ୍ୟ ତମର ଆଡ଼୍ ହେଇଛି। ତିନୋଟି ପଦ୍ୟ କ'ଣ କ'ଣ ମୁଁ ତୁମକୁ କହିସାରିଛି ଅଲରେଡ଼ି। ଭାରତ ଭାବନା, ଭାରତ ଭାବନା ଭକ୍ତ କବି ମଧୁସୂଦନ ରାଓ ଲେଖିଛନ୍ତି। ତୀର୍ଥଯାତ୍ରା ଆଉ ଗୋଟେ କବିତା, ପଲ୍ଲୀ କବି ନନ୍ଦକିଶୋର ବଳ ଲେଖିଛନ୍ତି। ଗୁରୁ ଶିଷ୍ୟ ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି। ପିଲାମାନେ ଏଇ ଯେଉଁ ତିନୋଟି କବିତା, ଭାରତ ଭାବନା, ତୀର୍ଥଯାତ୍ରା, ଗୁରୁ ଶିଷ୍ୟ, ଏ ତିନୋଟି କବିତା ହେଉଛି କ'ଣ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା। ସେଥିରେ ତମର ସେଇଟା ବୋର୍ଡ଼ ପରୀକ୍ଷାରେ ଆସିବ ଏବଂ ତମର 1 ମାର୍କିଆ ପ୍ରଶ୍ନ 5ଟି ବାଧ୍ୟତାମୂଳକ ଆସିବ। 1 ମାର୍କିଆ ପ୍ରଶ୍ନ 5ଟି, ଯେଉଁଟାକି ଭ୍ୟାଲୁ ଏଜୁକେସନ୍ ଦେଇଥିବ, ଗ୍ରୁପ୍ ଡିରେ ଦେଇଥିବ ଭ୍ୟାଲୁ ଏଜୁକେସନ୍ ବା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ନାଇଁକି। ତା ସହିତ ସର୍ଜନାତ୍ମକ ରଚନା ଦେଇଥିବ। ଯେଉଁ ସର୍ଜନାତ୍ମକ ରଚନା ଯେ ଏଇଠି ଲେଖା ହେଇଛି, ଗ୍ରୁପ୍ ଡିରେ ସର୍ଜନାତ୍ମକ ରଚନା ଲେଖା ହେଇଥିବ। ସର୍ଜନାତ୍ମକ ରଚନାରେ ତମର ପିଲାମାନେ ଏଥର କ'ଣ ଆସିବ ନା, ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ପ୍ରଶ୍ନ ଗୁଡ଼ିକ ଆସିବ। ତେଣୁ ଏଇଠି ତମର ଦେଖ ଅବବୋଧ ପରୀକ୍ଷଣ ଯେଉଁଟା ଅଛି, ଅବବୋଧ ପରୀକ୍ଷଣ ତମର ଇଣ୍ଟରନାଲ ଏକ୍ଜାମରେ ତମର ଅବବୋଧ ପରୀକ୍ଷଣ ଗୋଟିଏ ଆସିଯିବ। ଆଉ ଗୋଟିଏ ତମର ଯେଉଁ ପଦ୍ୟାଂଶଟି ତମର କ'ଣ ଆସିବ ନା, ଏଇ ଯେଉଁ ମାନେ ମୂଲ୍ୟବୋଧ ପରୀକ୍ଷଣରେ ଆସିବ। ପଦ୍ୟାଂଶରେ 5 ମାର୍କ ଥିଲା ନା, ସେଇଥିପାଇଁ ସେଇଟା 1 ମାର୍କିଆ ପ୍ରଶ୍ନ ଗୁଡ଼ିକ 5ଟି 5 ମାର୍କର ମୂଲ୍ୟବୋଧ ପରୀକ୍ଷଣରେ ଆସିବ। ଗଦ୍ୟାଂଶଟି ଇଣ୍ଟରନାଲ ପରୀକ୍ଷାରେ ଆସିବ। ମନେ ରଖ, ଇଣ୍ଟରନାଲ ପରୀକ୍ଷାରେ ତମର ଗଦ୍ୟାଂଶ ଆସିବ, ଆଉ କ'ଣ ନା ପିଙ୍ଗଳାର ଅଭିସାର ଆସିବ, ଇତିହାସ ଆସିବ। ଏତିକି 20 ମାର୍କର ଆସିବ। ଠିକ୍ ଅଛି। ତେଣୁ ତମର ମୂଲ୍ୟବୋଧ ପରୀକ୍ଷଣରେ ପଦ୍ୟାଂଶ ଆସିବ 5 ମାର୍କର, ଯେଉଁଟା ତୁମକୁ କହିଲି ତିନୋଟି ପଦ୍ୟ ଏବଂ ସର୍ଜନାତ୍ମକ ରଚନା। ତାପରେ ଦେଖିବା କ'ଣ ନା, ପଞ୍ଚମ ଏକକରେ ପ୍ରବନ୍ଧ ବ୍ୟାକରଣ ତମର ପଡ଼ିବ। ପ୍ରବନ୍ଧ ବ୍ୟାକରଣ, ପ୍ରବନ୍ଧ ପଡ଼ିବ ନାହିଁ ତମର। ପ୍ରବନ୍ଧ ବ୍ୟାକରଣ ଲାଗେ, ପ୍ରବନ୍ଧ ପଡ଼ିବ ନାହିଁ। ପ୍ରବନ୍ଧ ଡିଲିଟ୍ ହେଇଯାଇଛି, ବ୍ୟାକରଣ ପଡ଼ିବ ଏବଂ ତମର ଦରଖାସ୍ତ ପତ୍ର ଲିଖନ ପଡ଼ିବ। ପିଲାମାନେ ଦରଖାସ୍ତ ପତ୍ର ଲିଖନ, ଦରଖାସ୍ତ ପଡ଼ିବ, ନହେଲେ ପତ୍ର ଲିଖନ ପଡ଼ିବ। ପତ୍ର ଲିଖନ ତମର ବାପାଙ୍କ ପାଖକୁ, ମାଆଙ୍କ ପାଖକୁ, ଭଉଣୀଙ୍କ ପାଖକୁ, ଭାଇଙ୍କ ପାଖକୁ ପତ୍ର ଲିଖନ, ଦରଖାସ୍ତ। ତାପରେ ସଂକ୍ଷିପ୍ତକରଣ। ପିଲାମାନେ এইଠି ଦେଖ, ପିଲାମାନେ ଏଇଠି ଟିକେ ଚେଞ୍ଜ ହେଇଛି ତମର
तेणु संक्षिप्तकरण तापर व्याकरण व्याकरण कौन कौन आसो देखा रूढ़ी को वाक्य रे प्रयोग करवा एकपदीकरण करवा समूचारित भिन्नवत बोधक शब्द विपरीत बोधक शब्द ब्रह्म संशोधन पे तुम क्वेश्चन पैटर्न बतई दूसरी क्वेश्चन पैटर्न यही क्वेश्चन पैटर्न अनुसार तुम आसब देखिए क्वेश्चन पैटर्न तो क्वेश्चन पैटर्न पे देख ये कला विज्ञान वाणिज्य समस्त क्वेश्चन पैटर्न रे तुम एमसीक्यू प्रश्न बा वन लाइन प्रश्न बा वन वर्ड प्रश्न माने एक मार्किया प्रश्न 40 नंबर आसूची आउ दुईटी वाक्यर उत्तर दियो दुई मार्किया प्रश्न तुम 8टी आस 16 नंबर 16 मार्कर आसुची संकित उत्तर 3 मार्किया प्रश्न 9 नंबर आसूची आउ 120 शब्द 5 मार्किया प्रश्न लॉन्ग क्वेश्चन आसूची 3टी 15 मार्कर ठीक अच्छे एक मार्किया प्रश्न को अधिक करदे तुम निश्चय भल कर 80 मार्क प्रश्न उत्तर रखिपार आउ गोटे बहुत इंपोर्टेंट माने ट्रिक दौर तुमको लेखा और लेखक तुम गल्पर गल्प कौन गाल्पिक कौन कविता कौन कवि किए एवं गद्य सेमती गद्य कौन एवं रचना कर लेखक किए तेणु यो लेखा और लेखक तुम जदि माने मन रखीदेल ताकू लेखिकी मन रखीदेल ताले 10 मार्क रु ऊर्ध्व 10 मार्क रु ऊर्ध्व तमे माने पाई परिबो कहीं ना 2 मार्किया प्रश्न रे लेखा और लेखक रे 1 मार्क देखि 2 मार्किया प्रश्न 8टी आसीबो तेणु 8 मार्क रो तमर आसिला कौन ना लेखा और लेखक ये देइथिबो 2 मार्किया प्रश्न रे लेखा और लेखक सहित लेख बोली बुझियोचे तेणु तुम 3 मार्किया प्रश्न रे मध्य 3टी आसूचे लेखा और लेखक 1 मार्क माने 3 मार्क लेखा और लेखक देखी पार्छ ताले 3 मार्क लेखा और लेखक आसला तापर 5 मार्क माने 5 मार्किया प्रश्न लॉन्ग क्वेश्चन 3 मार्क आसुची तेणु तुम सेठी मध्य लेखा और लेखक लिखिदेले तुम लॉन्ग क्वेश्चन रे तांको विषय लिखिदेले तुम 1 मार्क मिलगला तेणु 3 मार्क ये पुणी मिसिला बुझी 3 मार्क पुणी मिसिला अर्थात तुमर पिला माने लेखा और लेखक जदि करदेल ताले तापर एमसीक्यू प्रश्न रे एमसीक्यू वन लाइनर प्रश्न रे मध्य लेखा और लेखक संपर्श रे जदि आसिला ना कि सपोज 1 मार्क आसिला निहाती 1 मार्क आसीबो तेणु 15 मार्क पिला माने 15 मार्क तुमको कहि दउची 15 मार्क पूरा तुमर लेखा और लेखक जदि करदेल 15 मार्कर प्रश्न तुमे पाई परिबो लेखा और लेखक लेखिकी कविता कौन कवि किए गल्प कौन गाल्पिक किए एगुड़िक सबू कौन कांथरे मारिदेव और बारंबार ताकू रटिदेव घोषिदेव कहीं 15 मार्क तुमको बुझेदेली लेखा और लेखक केमती आसो तेणु यहाँ गोटे माने तुमर 80 मार्क रु ऊपर 90 मार्क रु ऊपर रखापी गोटे बहुत रामबाण जिनस उपाय एवं तापर मु कहबी कौन ना एमसीक्यू 1 मार्किया प्रश्न गुड़िक कर दियो तुम बहुत 40 मार्क प्रश्न अच्छी 1 मार्किया प्रश्न तेणु ताको करिवो देख पिला माने केमती केमती प्रश्न आछी ग्रुप ए तुम प्रश्न जिते खोलिक देखियो ग्रुप ए ग्रुप बी ग्रुप सी ग्रुप डी थिवो ठीक अच्छे ग्रुप ए रे कौन हम ना ग्रुप ए रे पिला माने एमसीक्यू प्रश्न 5टी आसीबो ग्रुप ए रे प्रबंध विभाग माने गद्य गद्य रे 5टी एमसीक्यू तापरे पद्य रे 5टी एमसीक्यू तापरे गल्प रे 5टी एमसीक्यू माने 15टी एमसीक्यू ना कि तापरे तुमर व्याकरण मध्य तुम 11टी एमसीक्यू बुझी ताले 15-11 केते गला 15-11 माने 26 मार्क होची एमसीक्यू एमसीक्यू गुडा कर दियो आउ व्याकरण गोटे बहुत इंपोर्टेंट 11 मार्क आसुची व्याकरण बारंबार प्रैक्टिस कर देबो थुक्का मार्क व्याकरण नहीं कि एमसीक्यू ठीक है माने ठीक मार्क पाइले तो 26 रु 26 जिते बड़े लेखा और लेखक तुम रखीदेल नहीं कि 15 मार्क तापर एठी 26 रु 26 रखीदेल 26 रु 25 भी आसु नहीं कि तो एमसीक्यू प्रश्न को ध्यान दब बहुत इंपोर्टेंट मु क्लास करुची तेणु तुम केवल माने एमआईएल ओडिया एचकेएसआर मारदेले आसीजिवो जेकोसी एचकेएसआर लगे तुम यूट्यूब रे सर्च करदेव तुम निश्चय पाइज बहुत बढ़िया तुम करिपारिबो किछि असुविधा नहीं वर्तमान रु पढ़िले मध्य 90 मार्क ऊपर रखिपार वर्तमान जी माने पिला माने पढ़ी ना वर्ष सारा वर्तमान जदि पढ़िबे भी रखिपारे तापर गोटे वाक्यर उत्तर दियो 1 मार्किया प्रश्न नहीं 3 मार्क पड़ो 2टी वाक्यर उत्तर दियो
ଦୁଇ ବା 2 ଗୁଣନ 2 4 ମାର୍କ ପଡ଼ିବ, ଯେଉଁଟାକି ଗଦ୍ୟ କହୁଛି। ତାପରେ 3 ମାର୍କିଆ ପ୍ରଶ୍ନ ଗୋଟିଏ ପଡ଼ିବ, ଆଉ 5 ମାର୍କିଆ ପ୍ରଶ୍ନ ଗୋଟିଏ ପଡ଼ିବ। ସେଇଭଳି ପ୍ରବନ୍ଧରେ ଯେମିତି ପ୍ରଶ୍ନ ଆସିଲା, କବିତାରେ ମଧ୍ୟ ସେଇଭଳି MCQ 5ଟି, 1 ମାର୍କିଆ 3ଟି କ୍ୱେଶ୍ଚନ୍, ଆଉ 2 ମାର୍କିଆ 2ଟି ପ୍ରଶ୍ନ, ଆଉ କ'ଣ ମାନେ ଅପସନ୍ ଦେଇଥିବ, ଆଉ 3 ମାର୍କିଆ ଗୋଟିଏ ପ୍ରଶ୍ନ, 5 ମାର୍କିଆ ଗୋଟିଏ ପ୍ରଶ୍ନ। ଗଳ୍ପ ବିଭାଗରେ ମଧ୍ୟ ସେଇଭଳି 5 MCQ 5 ମାର୍କର, ତାପରେ ଗୋଟିଏ ବାକ୍ୟର ଉତ୍ତର ଦିଅ 3ଟି କ୍ୱେଶ୍ଚନ୍, 2ଟି ବାକ୍ୟର ଉତ୍ତର ଦିଅ ମାନେ 2 ମାର୍କିଆ ପ୍ରଶ୍ନ 2ଟି ଏବଂ 3 ମାର୍କିଆ ପ୍ରଶ୍ନ ଗୋଟିଏ। ଏଇଠି ପିଲାମାନେ ଦେଖ 5 ମାର୍କିଆ ପ୍ରଶ୍ନ ଲଙ୍ଗ କ୍ୱେଶ୍ଚନ୍ ଗଳ୍ପ ବିଭାଗରୁ ଆସିବ ନାହିଁ। ତାପରେ ଦେଖିବା ଗ୍ରୁପ D ଅବବୋଧ ପରୀକ୍ଷା ଲେଖା ହେଇଛି। ଏଇଟା ଲେଖା ହେବ କ'ଣ? ମୂଲ୍ୟବୋଧ ଶିକ୍ଷା ଲେଖା ହେବ। ମୂଲ୍ୟବୋଧ ଶିକ୍ଷା ଲେଖା ହେବ। ମୂଲ୍ୟବୋଧ ଶିକ୍ଷାରୁ ପଦ୍ୟାଂଶ ତମର ଯେଉଁ ଆସିବ, ପଦ୍ୟାଂଶ ଗୋଟିଏ ବାକ୍ୟର ଉତ୍ତର ଦିଅ। ସେ ପଦ୍ୟାଂଶ 5 ମାର୍କର ପ୍ରଶ୍ନ, ସେଇ ପଦ୍ୟ ଯେଉଁଟାକି ନୂତନ ପଦ୍ୟ ମୁଁ ତୁମକୁ କହିଥିଲି ସେଇଗୁଡ଼ିକରୁ ଆସିବ ତୋର ମୂଲ୍ୟବୋଧ ପରୀକ୍ଷଣ। ଏବଂ ତମର ସର୍ଜନାତ୍ମକ ରଚନା ଆସିବ, ସଂକିତକରଣ ଆସିବ ନାହିଁ। ସର୍ଜନାତ୍ମକ ରଚନା ଆସିବ। ସର୍ଜନାତ୍ମକ ରଚନା ତୁମେ ଲେଖିବ। ସଂକିତକରଣ ଯଦି ଦେଇଥିବ ବି ଅଛି ସଂକିତକରଣ ତୁମର ଦେଇଥିବ ବି, ତୁମେ ସର୍ଜନାତ୍ମକ ଲେଖିବା ଇଚ୍ଛା କର। ସଂକିତକରଣ ଟିକେ କଷ୍ଟ କରିବ, ତାପରେ କଷ୍ଟକର ହେବ। ଗ୍ରୁପ E-ରେ ଦରଖାସ୍ତ ପତ୍ର ଲିଖନ। ସେଠି ଦରଖାସ୍ତ ପତ୍ର ଲିଖନରେ ମାନେ ତୁମକୁ ଦରଖାସ୍ତ ପତ୍ର ଲିଖନ ଆସିବ 5 ମାର୍କର ପ୍ରଶ୍ନ, ଏବଂ ବ୍ୟାକରଣ ଆସିବ ଗ୍ରୁପ E-ରେ 11 ମାର୍କର MCQ ଆସିବ। MCQ ଆସିବ 80 ମାର୍କର ପ୍ରଶ୍ନ ଆସିବ। ପିଲାମାନେ 80 ମାର୍କର ପ୍ରଶ୍ନ ଆସିବ। ଏବଂ ତୁମେ ଯଦି MIL ଓଡ଼ିଆକୁ ତୁମେ ଇଣ୍ଟରନାଲ ଏକ୍ଜାମ ଟିକେ ଦେଖିଲ, 20 ମାର୍କ ଆସିଗଲା, 20ରୁ 20 ଆସିଗଲା, କିମ୍ବା 20ରୁ 18 ଆସିଗଲା, ଆଉ ତୁମେ ମାନେ 80 ମାର୍କର ଯେଉଁ ବୋର୍ଡ଼ ପରୀକ୍ଷା ହେଉଛି, ସେ ବୋର୍ଡ଼ ପରୀକ୍ଷାକୁ ଆମେ ତ ପ୍ରିପାରେସନ୍ କରିବା। ବୋର୍ଡ଼ ପରୀକ୍ଷାରେ ଯଦି 75 ବି ଆସିଗଲା, ତାହେଲେ ତୁମେ 90 ଉପରେ ରଖିଲ, ନାଇଁ କି 93 ହେଇଗଲା। ଯଦି ଇଣ୍ଟରନାଲରେ 20ରୁ 20 ହେଇଗଲା, ତାହେଲେ 95 ଆସିଗଲା। ଯଦି ଇଣ୍ଟରନାଲରେ 20ରୁ 20 ହେଇଗଲା ଏବଂ ତୁମର ମାନେ ବୋର୍ଡ଼ ପରୀକ୍ଷାରେ 80ରୁ 78 ରଖିଦେଲ, ତାହେଲେ 98 ମାର୍କ ପାଇଲ, 98। ତେଣୁ 2ଟା ପରୀକ୍ଷା ଇମ୍ପୋର୍ଟାଣ୍ଟ, ଇଣ୍ଟରନାଲ ଏକ୍ଜାମ ବି ଇମ୍ପୋର୍ଟାଣ୍ଟ ଏବଂ ତୁମର ବୋର୍ଡ଼ ପରୀକ୍ଷା ବି ଇମ୍ପୋର୍ଟାଣ୍ଟ। 2ଟାକୁ ଧ୍ୟାନ ଦେବ। ଇଣ୍ଟରନାଲରେ ପ୍ରଥମେ ବର୍ତ୍ତମାନ 22 ତାରିଖରୁ ଯେଉଁ ଷ୍ଟାର୍ଟ ହେଉଛି, ତାକୁ ଟିକେ ଭଲରେ ଦେଖିଦେବ, ଯାହାଫଳରେ କି କ'ଣ ହେବ, ତୁମେ ବହୁତ ବଢ଼ିଆ ମାର୍କ ରଖିପାରିବ। 20ରୁ 20 ଆଣିବା ପାଇଁ ଚେଷ୍ଟା କରିବ। ଇଣ୍ଟରନାଲରେ 20ରୁ 20 ଦେଲେ ଅସୁବିଧା ନାହିଁ। ଇଣ୍ଟରନାଲରେ ବହୁତ କମ୍ ଚାପ୍ଟର ବି ପଢ଼ୁଛି, ଇତିହାସ ପଢ଼ୁଛି, ଆଉ ପିଙ୍ଗଳାର ଅଭିସାର ପଢ଼ୁଛି, ଏବଂ ତୁମର ଅବବୋଧ ପରୀକ୍ଷଣ ଯେଉଁ ମାନେ ଗଦ୍ୟ ପଡ଼ିବ, ସେଇଠୁ ତ ନିହାତି ଲେଖିଦେବ। ଏବଂ ସବୁ 100% ପିଲାମାନେ 20 ମାର୍କ ରଖିବେ। ଆଉ 20 ମାର୍କ ରଖିଲା ମାନେ ତାପରେ ତୁମେ ଚେଷ୍ଟା କରିବ ବୋର୍ଡ଼ରେ ରଖିବା ପାଇଁ। ଯଦି 80ରୁ 78 ରହିଯାଏ, ତାହେଲେ 98 ରହିଯିବ। ଆଉ ପିଲାମାନେ ମଧ୍ୟ 79 ବି ରଖିଦିଅନ୍ତି, 79 80ରୁ 80 ବି ରଖିଦିଅନ୍ତି। ତେଣୁ 99 କିଏ ରଖିପାରିବ, 100 ବି ରଖିଦିଅନ୍ତି। ତେଣୁ ଟ୍ରାଏ କରିବ, ଚେଷ୍ଟା କରିବ, ମୋ ସାଙ୍ଗେ ଯୋଡ଼ି ରୁହ। ରହିଲି। ବନ୍ଦେ ଉତ୍କଳ ଜନନୀ।